ଏବେ ବହୁତ ଖରା ବଢ଼ିଲାଣି। ଯଦି ହେଲ୍ଦି ଟେଷ୍ଟି ଚଟପଟା ଦହିପଣା ବା ବଟର ମିଲ୍କ ମିଳିଯାଏ ତାହେଲେ ତ ଯେଉଁମାନେ ଦହିକି ଭଲ ନ ପାଆନ୍ତି ସେମାନେ 2ରୁ 3 ଗ୍ଲାସ୍ ଥରେକେ ପିଇଦେବେ। ସେଥିପାଇଁ ପ୍ରଥମେ ଫ୍ରେଶ୍ ଦହିକୁ ଭଲସେ ଗ୍ରାଇଣ୍ଡିଙ୍ଗ କରିନେବା। ଯେତିକି ପତଳା କରିବା ପାଇଁ ଚାହୁଁଥିବେ ସେତିକି ପାଣି ଦେବେ। ଟିକେ ପତଳା ଦହିପଣାଟା ପିଇବାକୁ ବହୁତ ଟେଷ୍ଟ ଲାଗେ। ସେଥିପାଇଁ ତାର 2-3 ଗୁଣ ଅଧିକ ପାଣି ଦେଇଦେଲେ ବହୁତ ଟେଷ୍ଟ ଲାଗିବ। ସେଥିପାଇଁ ହାଫ୍ ଇଞ୍ଚର ଆମ୍ବ କଷିଆ ଅଦାକୁ ଛୋଟ ଛୋଟ କରି କାଟିକି ନେଇଛି। ଗୋଟେ ରାଗ ଲଙ୍କା, କିଛି ପୋଦିନା ପତ୍ର, କିଛି ଧନିଆ ପତ୍ର ଆଉ ନର୍ମାଲ ଅଦାକୁ ଭଲସେ କୁଟିକିରି ଦରଦରା କରିନେବା। ତାପରେ ସେଇ ଛେଚାକୁ ଆମେ ଦହି ଦିହରେ ପକାଇଦେବା ଆଉ ତାକୁ କଣ୍ଟିନ୍ୟୁଅସଲି ଗୋଳେଇବା ଯେମିତି ତାର ଫ୍ଲେଭରଟା ଦହିରେ ମିଶିଯିବ। ତାପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ, ବ୍ଲାକ୍ ସଲ୍ଟ ବା ବିଟ୍ ଲୁଣ, ହାଫ୍ ଚାମଚ ଜିରା ଗୁଣ୍ଡ ଆଉ ଗୋଟେ ବଡ଼ ଖଣ୍ଡ ବରଫକୁ ଦେଇ କଣ୍ଟିନ୍ୟୁଅସଲି ଗୋଳେଇବା। ଯେତେବେଳେ ବରଫ ଖଣ୍ଡଟି ଦହି ଦିହରେ ମିଶିଯିବ ତାପରେ ଆମେ ତାକୁ ଗାର୍ନିସିଂ କରିବା ପାଇଁ କିଛି ଲେମ୍ବୁ ପତ୍ର ପକାଇଦେବା। ଦେଖିବା ପାଇଁ ବହୁତ ସୁନ୍ଦର ଲାଗିବ ଆଉ ତାର ଫ୍ଲେଭର ମଧ୍ୟ ବହୁତ ଟେଷ୍ଟ ଲାଗିବ। ଏମିତି ଆପଣମାନେ ପିଅନ୍ତୁ। ଖରାଦିନେ ଆପଣଙ୍କୁ କୌଣସି କୋଲ୍ଡ ଡ୍ରିଙ୍କସ୍ ପିଇବାକୁ ଇଚ୍ଛା ହେବନି। ଏତେ ସ୍ୱାଦିଷ୍ଟ ବନିଥିଲା ଆପଣମାନେ ଜମା ବି ବିଶ୍ୱାସ କରିପାରିବେନି। ଶେଷରେ ତାକୁ ଟିକେ ଗାର୍ନିସିଂ କରି ଆହୁରି ସୁନ୍ଦର ଦେଖାଯିବା ପାଇଁ ତା ଉପରେ କିଛି ପୋଦିନା ପତ୍ର ଆଉ ଟିକେ ଭଜା ଜିରା ଗୁଣ୍ଡ ପକାଇଦେଲେ ଆମର ଦହିପଣା ପୁରା ରେଡ଼ି। ରହିଲି, ନମସ୍କାର, ଜୟ ଜଗନ୍ନାଥ।